ଗୋଟିଏ ଗାଁରେ ଚରଣ ଚୌଧୁରୀ ନାମର ଜଣେ ଜମିଦାର ଥିଲା। ସେ ଲୋକଙ୍କୁ କଅଁଳ କଥା କହି ଜମିରେ କାମ କରାଉଥିଲା। ପରେ ଅନେକ ସର୍ତ୍ତ ରଖି ତାଙ୍କ ପଇସା ଦେଉନଥିଲା। ଦେଖ ମଙ୍ଗୁ, ଏ ଗରିବ ଲୋକମାନେ ବଡ଼ ଅଜବ ଲୋକ। ପଶୁଙ୍କ ପରି ଦିନ ରାତି କାମ କରନ୍ତି, ତାପରେ ଦିଓଳା ଖାଇବାକୁ ମଧ୍ୟ ହଇରାଣ ହୁଅନ୍ତି। ଆଉ ମୋତେ ଦେଖ, ଦିନସାରା ମୁଁ ବସି ବସି ଖାଲି ଆଦେଶ ଦିଏ, ଆଉ ସବୁ ଫସଲ ଶେଷରେ ମୋର ହିଁ ଗୋଦାମରେ ଭର୍ତ୍ତି ହୁଏ। ସତ କହିଲ ଜମିଦାର ବାବୁ, ପୁରା ଗାଁ ଆପଣଙ୍କ ହାତରେ। ଆପଣ ଏ ଗାଁର ରାଜା ନା। ଆଉ ରାଜା ତ ମୁଁ ନିଶ୍ଚୟ। ଏ ଗରିବ ଲୋକଙ୍କୁ ଏମିତି ସର୍ତ୍ତରେ ଜମି ଚାଷ କରିବାକୁ ଦିଏ ଯେ ପରିଶ୍ରମ ସେମାନେ କରନ୍ତି, ଆଉ ଫସଲ ସବୁ ଗୋଦାମରେ ମୋର ହିଁ ରୁହେ। ଆଉ ଏମାନଙ୍କର ଔକାତ କେତେ ନୁହେଁ। ଜମିଦାର ଏପରି ଭାଷଣ ଦେଉଥିଲେ। ସେହି ସମୟରେ ହରିଆ ନାମ ଜଣେ ଚାଷୀଙ୍କ ପାଖକୁ ଆସିଲା। ସେ ବହୁତ ଦୁଃଖୀ ଦେଖାଯାଉଥିଲା। ଜମିଦାର ବାବୁ, ମୁଁ ଶୁଣିଛି ଆପଣ ଚାଷୀଙ୍କୁ ଭାଗ ଚାଷ କରିବାକୁ ଦିଅନ୍ତି। ହଁ ଭାଇ, ତମେ ବିଲକୁଲ ଠିକ୍ ଶୁଣିଛ। ମୁଁ ମୋ ଜମି ଭାଗ ଚାଷ କରିବାକୁ ଦିଏ। ହଁ ଜମିଦାର ବାବୁ, ମୁଁ ଆପଣଙ୍କ ଜମିରେ ଭାଗ ଚାଷ କରିବାକୁ ଚାହୁଁଛି। ମୋତେ ଗୋଟେ ବର୍ଷ ଆପଣଙ୍କ ଜମି ଚାଷ କରିବାକୁ ଦିଅନ୍ତୁ। ମୋ ନାଁ ହରିଆ, ମୋ ପାଖ ଗାଁ ମଦନପୁରରେ ରହୁଛି। ହଁ ଠିକ୍ ଅଛି ହରିଆ, ମୁଁ ତୁମକୁ ମୋ ଜମି ଚାଷ କରିବାକୁ ତ ଦେବି, କିନ୍ତୁ ମୋର କିଛି ସର୍ତ୍ତ ଅଛି। ଠିକ୍ ଅଛି ଜମିଦାର ବାବୁ, କୁହନ୍ତୁ କି ସର୍ତ୍ତ ଅଛି? ସର୍ତ୍ତ ଏହା କି ତୁମେ ମୋ ଜମିରେ ଚାଷ କରିବ, ଆଉ ସେ ଜମିରେ ଯେଉଁ ଫସଲ ହେବ ସେ ଫସଲର ଅଧା ତମର ଆଉ ଅଧା ମୋର। ଠିକ୍ ଅଛି ଜମିଦାର ବାବୁ, ଯାହା ଆପଣଙ୍କ ସର୍ତ୍ତ। ଜମିଦାର ଗୋଟେ କାଗଜର କାମ ସାରି ହରିଆ ଚାଷ କରିବା ପାଇଁ ସେ ଜମିରେ ଯାଇ ପହଞ୍ଚେ। ଚାଲ, ଜମିଦାର ଗୋଟେ ଜମି ତ ପାଇଗଲି, ମୋତେ ଏବେ ବହୁତ ପରିଶ୍ରମ କରିବାକୁ ପଡ଼ିବ, ତାହେଲେ ଯାଇ ମୋ ଭାଗରେ କିଛି ଫସଲ ପଡ଼ିବ। ହରିଆ ଦିନ ରାତି ବହୁତ ପରିଶ୍ରମ କରି ଜମିରେ ଭଲ ଫସଲ ଚାଷ କଲା। କିଛି ଦିନ ପରେ ଫସଲ ଅମଳ ହେବା ପାଇଁ ପ୍ରସ୍ତୁତ ହୋଇଗଲା। ହରିଆ ସେହି ଫସଲ କାଟିବାରେ ଲାଗି ପଡ଼ିଲା। ହେ ଭଗବାନ, ଏ ବର୍ଷ ତ ଭଲ ଫସଲ ହୋଇଛି। ଜମିଦାର ଏଥିରୁ ଅଧା ନେଲେ ମୋର ବି ଭାଗରେ କିଛି ପଡ଼ିବ। ହରିଆ ଫସଲ ଅମଳର ଖବର ଜମିଦାର କାନରେ ପଡ଼ିଗଲା। ଜମିଦାର ସାହେବ, ଆପଣ ଜାଣିଛନ୍ତି କି ହରିଆ ଆଜି ଫସଲ ଅମଳ କରୁଛି? ତାର ତ ଏ ବର୍ଷ ଭଲ ଫସଲ ହୋଇଛି ଆଉ। କ'ଣ ସତରେ? ଏତେ ଭଲ କଥା କି ହରିଆ ଆଜି ଫସଲ ଅମଳ କରୁଛି? ଚାଲ ଦେଖିବା। ଆରେ ହରିଆ, ଏ ବର୍ଷ ତ ଭଲ ଫସଲ ହୋଇଛି ତୋର। ହଁ ଜମିଦାର ସାହେବ, ଏଥର ମୁଁ ଧାନ ଚାଷ କରିଥିଲି। ବହୁତ ପରିଶ୍ରମ କଲା ପରେ ଧାନ ଭଲ ହୋଇଛି। ଏବେ ତ ଅମଳ କରିବା ବି ଆରମ୍ଭ କଲେଣି। ଆରେ ବା, ତୋ ପରିଶ୍ରମରେ କିଛି ହୋଇନି। ଏ ତ ମୋ ଉର୍ବର ଜମି ଲାଗି ତୋର ଭଲ ଧାନ ହୋଇଛି। ଏସବୁ ଭଲ ଜମିର କମାଲ। ତୁ ପରିଶ୍ରମ କରେ ବା ନ କରେ, ଭଲ ଫସଲ ହେବ ହିଁ ହେବ। ଜମିଦାର ସାହେବ, ଜମି ଉର୍ବର ହେଉ ପଛେ ଯଦି ସେଥିରେ ପରିଶ୍ରମ ନ କରିବା କ'ଣ ଭଲ ଫସଲ ହେବ? ମୁଁ ଏଥିରେ ବହୁତ ପରିଶ୍ରମ କରିଛି, ସେଥିପାଇଁ ମୋର ଭଲ ଫସଲ ହୋଇଛି। ବେଶୀ କଥା କହନି ହରିଆ, ପରିଶ୍ରମ ତ ମୂଲିଆ ଲୋକ ବି କରନ୍ତି। ଅଧିକ ଫସଲରେ ଅଧିକାର ତାର ଯେ ଜମିର ମାଲିକ। ସର୍ତ୍ତ ମୁତାବକ ଜଲ୍ଦି ମୋ ଭାଗର ଧାନ ଅଧା ବାହାର କର, ତାକି ମୁଁ ଏଠୁ ଯିବି। ମୋର ଆହୁରି ବହୁତ କାମ ଅଛି। ଏହା କହି ଜମିଦାର ହରିଆଠୁ ଭଲ ଭଲ ଧାନ ବସ୍ତା ନେଇ ସେଠୁ ଚାଲିଗଲା। ଆଉ ହରିଆ ପାଖରେ ଖରାପ ଧାନ ଛାଡ଼ି ଦେଇଗଲା, ଯାହାକୁ ଦେଖି ହରିଆ ମନ ଦୁଃଖରେ ଭାଙ୍ଗି ପଡ଼ିଲା। ହେ ଭଗବାନ, ଏତେ ପରିଶ୍ରମ ପରେ ବି ଏତେ କମ୍ ଧାନ, ଆଉ କେତେ ଦିନ ନିଜ ପାଖରେ ଏମିତି ହାତ ପତେଇବି। ହରିଆ ଏମିତି ଦୁଃଖରେ ତା ଜୀବନ କାଟୁଥିଲା। କିଛି ଦିନ ପରେ ହରିଆର ପୁଅ ରାଘବ, ଯେ ସହରକୁ ପଢ଼ିବାକୁ ଯାଇଥିଲା, ସେ ଗାଁକୁ ଆସିଲା। ସେ ଯେତେବେଳେ ଗାଁର ଏମିତି ପରିସ୍ଥିତି ଦେଖିଲା, ତାକୁ ବହୁତ ଦୁଃଖ ଲାଗିଲା। ବାପା, ଗାଁର ଏମିତି କ'ଣ ଅବସ୍ଥା? ସବୁ ଲୋକ ମନ ଦୁଃଖରେ ରହୁଛନ୍ତି, ପ୍ରକୃତରେ କଥା କ'ଣ? ହଁ ରେ ରାଘବ, ଏ ଗାଁରେ ଚାଷୀଙ୍କର ଏହା ହିଁ ଭାଗ୍ୟ। ଜମିଦାର ଚରଣ ଚୌଧୁରୀ ପରି ଲୋକ ଆମ ପରି ଗରିବ ଲୋକଙ୍କ ପରିସ୍ଥିତିର ଫାଇଦା ଉଠାଉଛି। ପରିଶ୍ରମ ଆମେ କରୁଛୁ, କିନ୍ତୁ ଫସଲ ଜମିଦାର ଚରଣ ଚୌଧୁରୀ ପରି ଲୋକ ନେଇଯାଆନ୍ତି। ଆମ ପାଖରେ ନା ଜମି ଅଛି ନା ଅଧିକାର, ଖାଲି ପରିଶ୍ରମ କରୁ ଆଉ ଖାଲି ପେଟରେ ରହୁ। ଗରିବ ଚାଷୀଙ୍କର ଏ ପରିସ୍ଥିତି ଦେଖି ରାଘବ ବହୁତ ମନ ଦୁଃଖ କରେ ଓ ରାଗିଯାଏ। ବାପା, ଆପଣ ଆଉ ଚିନ୍ତା କରନ୍ତୁନି। ଏ ଅନ୍ୟାୟ ଆଉ ମୁଁ ଚଳିବାକୁ ଦେବିନି। ଆଜିଠୁ ମୁଁ ଚାଷ କରିବି, ଆଉ ସେ ଲୋଭୀ ଜମିଦାରକୁ ତାରି ସର୍ତ୍ତରେ ତାକୁ ହିଁ ଜବାବ ଦେବି। ତା ପରଦିନ ରାଘବ ଜମିଦାର ଚରଣ ଚୌଧୁରୀ ଘରେ ପହଞ୍ଚେ। କୁହ ରାଘବ, କ'ଣ କହୁଛ କୁହ? ଜମିଦାର ସାହେବ, ଏ ବର୍ଷ ବାପାଙ୍କ ବଦଳରେ ମୁଁ ଜମି ଚାଷ କରିବି। ମୋତେ ଭାଗରେ କିଛି ଜମି ଦରକାର। କ'ଣ କହୁଛ, ତମ ବାପା ବଦଳରେ ତମେ ଚାଷ କରିବ? ଯାଅ, ଏବେ ତମ ଭିତରେ ଏତେ ଦମ୍ ନାହିଁ ଯେ ତମେ ଚାଷ କରିବ। ପଢ଼ା ପିଲା ଚାଷ କାମ କଲେ କିଛି କରିପାରନ୍ତି ନାହିଁ। ଜମିଦାର ବାବୁ, ଆପଣ ଏମିତି କୁହନ୍ତୁନି। ମୁଁ ପାଠ ପଢ଼ିଛି ସତ, କିନ୍ତୁ ଜଣେ ଚାଷୀ ଛୁଆ ନା, ଚାଷ କରିବା ମୋ ଧର୍ମ। ଚାଲ ଠିକ୍ ଅଛି, ତୋ କଥା ମାନୁଛି। ଏମିତି ବି ଆଜିକାଲି କାମଧନ୍ଦା କିଛି ନାହିଁ। ସବୁ ପିଲା ପାଠଶାଠ ପଢ଼ି ବେରୋଜଗାର ଏମିତି ବୁଲୁଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜମିଦାର ବାବୁ। ଆରେ ଧନ୍ୟବାଦ ପରେ ଦେବ।
ଆଗ ମୋର ନିୟମ ଆଉ ସର୍ତ୍ତ ଶୁଣ। ସର୍ତ୍ତ କ'ଣ କୁହନ୍ତୁ ସର୍ତ୍ତ ଆଜ୍ଞା? ଜମିଦାର ଚରଣ ଚୌଧୁରୀ ଇଏ ତ ଛୁଆଟା। ଏଥର ତାକୁ ମୁଁ ଏମିତି ସର୍ତ୍ତ ଦେବି ଯେମିତି ସବୁ ଫସଲ ମୋର ହବ। ଏମିତି ବି ତା ବାପା ସବୁ ବର୍ଷ ଧାନ ଲଗାଉଛି, ଇଏ ବି ଧାନ ଲଗେଇବ। ଆଚ୍ଛା ରାଘବ ଶୁଣ, ଏ ବର୍ଷ ତମେ ଯାହା ବି ଫସଲ ଲଗେଇବ ତାର ଅଧା ମୁଁ ରଖିବି ଆଉ ଅଧା ତମେ ରଖିବ। କିନ୍ତୁ ଫସଲର ଉପର ଭାଗ ମୋର ଆଉ ତଳ ଭାଗ ତୁମର। ଯଦି ମୋର ସର୍ତ୍ତରେ ତମେ ରାଜି ତାହେଲେ କୁହ। ଠିକ୍ ଅଛି ଜମିଦାର ସାହେବ, ମୁଁ ଆପଣଙ୍କ ସର୍ତ୍ତରେ ରାଜି। ଏହା ହିଁ ହେବ। ତା ପରଦିନଠୁ ରାଘବ ଚାଷ କାମରେ ଲାଗି ପଡ଼ିଲା। ରାଘବ ଏ ବର୍ଷ ଧାନ ବଦଳରେ ଆଳୁ ଚାଷ କଲା। ଆଉ କିଛି ମାସ ପରେ ଫସଲ ପ୍ରସ୍ତୁତ ହୋଇଗଲା। ଏବେ ରାଘବ ଜମିରୁ ଆଳୁ ଅମଳ କରିବା କାମରେ ଲାଗି ପଡ଼ିଲା। ଫସଲ ଖବର ଶୁଣି ଜମିଦାର ଚରଣ ଚୌଧୁରୀ ରାଘବ ପାଖରେ ପହଞ୍ଚିଗଲା। ଆରେ ରାଘବ, ସର୍ତ୍ତ ମନେ ଅଛି ନା? ତମର ଅଧା ଆଉ ମୋର ଅଧା। ହଁ ଜମିଦାର ସାହେବ, ମୋର ସବୁ ମନେ ଅଛି। ଅଧା ମୋର ଆଉ ଅଧା ଆପଣଙ୍କର। କିନ୍ତୁ ଆପଣ କହିଥିଲେ ନା ତଳ ଭାଗଟା ମୋର ଆଉ ଉପର ଭାଗଟା ଆପଣଙ୍କର, ତ ଆପଣ ବି ଉପର ଭାଗଟା ନେଇପାରନ୍ତି। ଆରେ ଜମିଦାର ସାହେବ, ସେ ତ ଚାଲାକ ହେଇଗଲା। ଇଏ ତ ଧାନ ନୁହେଁ, ଇଏ ତ ଆଳୁ। ଆରେ ଇଏ କ'ଣ, ଏଥର ତୁମେ ଆଳୁ ଲଗେଇଛ? ହଁ ଜମିଦାର ବାବୁ, ବାପା ଏତେ ବର୍ଷ ହେଲା ଧାନ ଚାଷ କରୁଥିଲେ, ମୁଁ ଭାବିଲି ଏଥର ଆଳୁ ଚାଷ କରିବା ଆଉ। ଆରେ ମୁଁ କ'ଣ କରିବି ଘାସ ପତ୍ର ନେଇକି? ସବୁ ଆଳୁ କ'ଣ ତମେ ନେଇଯାଉଛ? ଆପଣଙ୍କ ସର୍ତ୍ତ ଜମିଦାର ବାବୁ, ଆପଣ କହିଥିଲେ ନା ବି ଆପଣ ମାନୁନାହାନ୍ତି। ମୁଁ କିଛି ଜାଣିନି, ଆପଣ ବି ଆପଣଙ୍କ ଫସଲର ଉପର ଭାଗ ନେଇଯାଆନ୍ତୁ। ଏହିପରି ଭାବରେ ରାଘବ ଚାଲାକ କରି ଲୋଭି ଜମିଦାରକୁ ଭଲ ଜବାବ ଦେଲା ଆଉ ସବୁ ଆଳୁ ନେଇ ଘରକୁ ଚାଲି ଆସିଲା। ଆଉ ସେ ଘାସ ପତ୍ର ସେ ଜମିଦାର ଭାଗରେ ଛାଡ଼ିଦେଲା। ଆରେ ମାଲିକ, ଆଜି ପର୍ଯ୍ୟନ୍ତ ପୁରା ଗାଁରେ ଆପଣଙ୍କ ସାମ୍ନାରେ କେହି ଚାଲାକ ଦେଖିବାକୁ ହିମ୍ମତ ବି କରିନାହାନ୍ତି। ଆଉ ଏ ରାଘବ ଆପଣଙ୍କୁ କେତେ ସହଜରେ ବୋକା ବନାଇଦେଲା। ଆରେ ଏ ଛୁଆ ମୋତେ କ'ଣ ବୋକା ବନେଇବ? ଏଇଥର ମୁଁ ତାକୁ ଏମିତି ପାନେ ଦେବି ଯେ ସେ ମୋ ସାଥିରେ ଆଉ ଲାଗିବାକୁ ଚେଷ୍ଟା ବି କରିବନି। କିଛି ଦିନ ପରେ ରାଘବ ପୁଣି ଜମିଦାର ଘରକୁ ଆସିଲା। କେମିତି ଅଛନ୍ତି ଜମିଦାର ବାବୁ? କହ ରାଘବ, ଏଥର କ'ଣ ତୋର ଦରକାର? ଆପଣଙ୍କ ଜମି ଭାଗ ଦରକାର ବାବୁ, ଦେବେ ଯଦି ଚାଷ କରିବା ଆଉ। ଠିକ୍ ଅଛି, ତୁ ଏଥର ବି ମୋ ସତ ଶୁଣ। ଏଥର ତୋର କୌଣସି ଚାଲାକି ଚଳିବନି। ଏଥର ଫସଲ ତଳ ଭାଗ ମୋର ଆଉ ଉପର ଭାଗ ତୋର। କହ ସର୍ତ୍ତରେ ରାଜି ତ? ହଁ ବାବୁ, ସର୍ତ୍ତରେ ମୁଁ ରାଜି। ଏଥର ଫସଲର ଉପର ଭାଗ ମୋର ହିଁ ହେବ। ଏହିପରି ଭାବରେ ରାଘବ ଜମିଦାର ସହିତ କଥାବାର୍ତ୍ତା କରି ଘରକୁ ଆସେ ଆଉ ଚାଷ କାମରେ ଲାଗି ପଡ଼େ। ଏଥର ରାଘବ ଗହମ ଚାଷ କରେ। ଆଉ କିଛି ଦିନ ପରେ ଫସଲ ଭଲ ହୁଏ। ଆରେ ବା, ଏଥର ତ ଫସଲ ବଢ଼ିଆ ହୋଇଛି। ଏଥର ସେ ଲୋଭି ଜମିଦାରକୁ ଭଲ ମଜା ଚଖେଇବି। କିଛି ଦିନ ପରେ ଜମିଦାର ରାଘବ ପାଖକୁ ଆସେ। ଯେତେବେଳେ ଜମିଦାର ଗହମ ଜମିରେ ପହଞ୍ଚିଲା ତା ମୁଣ୍ଡ ବୁଲେଇବାକୁ ଲାଗିଲା। ଆରେ ଏ କ'ଣ, ଇଏ ତ ଏଥର ଗହମ ଚାଷ କରିଛି। ଏ ଟୋକା ମୁଁ ଯେତେ ଭାବୁଥିଲି ସେ ତ ତାଠୁ ଅଧିକ ଚାଲାକ ବାହାରିଲା। ପ୍ରଣାମ ଜମିଦାର ବାବୁ, ଏଥର ମୁଁ ଗହମ ଚାଷ କରିଛି। ଆଉ ସର୍ତ୍ତ ଅନୁସାରେ ଏଥର ଫସଲର ଉପର ଭାଗ ମୋର ଆଉ ତଳ ଭାଗ ଆପଣଙ୍କର। ଏହିପରି ଭାବରେ ରାଘବ ନିଜ ବୁଦ୍ଧି ବଳରେ ଜମିଦାର ଚରଣ ଚୌଧୁରୀକୁ ପୁଣି ଥରେ ବୋକା ବନେଇଦେଲା। ଆଉ ଜମିଦାର ପୁଣି ବୋକା ବନିଗଲା ଏବଂ ସେ ରାଗିଗଲା। ଆରେ ମାଲିକ, ଏ ଛୋଟ ଛୁଆର ତ ବୁଦ୍ଧି ଦେଖ। ଆପଣଙ୍କ ପରି ଏତେ ବଡ଼ ଚାଲାକ ଲୋକକୁ ସେ ପୁଣି ବୋକା ବନେଇ ଦେଉଛି। ତମେ ସତ କହୁଛ ମଙ୍ଗୁ, ମୁଁ ତାକୁ ଛୋଟ ଛୁଆ ବୋଲି ଭାବୁଥିଲି, କିନ୍ତୁ ସେ ଛୁଆ ମୋତେ ଆଜି ବୋକା ବନେଇଦେଲା। ଏଥର ସେ ଆସୁ, ଏଥର ତାକୁ ଜଣାପଡ଼ିବ ଜମିଦାର ଚରଣ ଚୌଧୁରୀ କେମିତିଆ ଲୋକ। ରାଘବ ଫସଲ ନେଇ ଘରକୁ ଆସିଲା। ରାଘବ ଆଉ ତା ବାପା ଫସଲ ଦେଖି ବହୁତ ଖୁସି ହୋଇଗଲେ। କିଛି ଦିନ ପରେ ପୁଣି ଫସଲ ଲଗାଇବା ସମୟ ଆସିଲା। ଚାଲ ଆଜି ସେ ଜମିଦାର ସହିତ ପୁଣି କଥା ହେବା ଆଉ ପୁଣି ସେ ଜମିଦାରଠୁ ଜମି ଆଣି ଭାଗ ଚାଷ କରିବା ଆଉ। ଦେଖିବା ଜମିଦାର ଥରେ କ'ଣ ସର୍ତ୍ତ ରଖୁଛି। ଏହା ଭାବି ରାଘବ ପୁଣି ଥରେ ସେ ଜମିଦାର ପାଖରେ ପହଞ୍ଚିଲା। ଆଚ୍ଛା, ମୋ ସାଥିରେ ଭେଟ ହେବାକୁ ପୁଣି ଆସିଛ? ଏବେ କ'ଣ ଚାଲାକି ଦେଖେଇବ ମୋ ଆଗରେ? ଚାଲାକ ମୁଁ ନୁହେଁ ଜମିଦାର ବାବୁ, ଚାଲାକ ତୁ ଆପଣ, ଯିଏକି ଗାଁର ଗରିବ ଲୋକଙ୍କଠୁ ଫାଇଦା ଉଠାଉଛି। ଦେଖ ଛୁଆ, ଅଧିକ ଚାଲାକ ବନିବାକୁ ଚେଷ୍ଟା କରନା। ମୁଁ ବି ଜମିଦାର ଚରଣ ଚୌଧୁରୀ। ନିଜ ମୁହଁରେ ଲଗାମ ଦେ ଛୁଆ। ତୁ ଏ କ'ଣ କହୁଛୁ? ଯେଉଁ କାମରେ ଆସିଛୁ ସେ କଥା କହ। ଏଠି ଜ୍ଞାନ ବାଣ୍ଟିବା ଦରକାର ନାହିଁ। ଜମିଦାର ବାବୁ, ଚାଲନ୍ତୁ କାମ ଉପରେ କଥା ହେବା। ମୋତେ ବି ଏଥର ଆପଣ ଜମି ଭାଗରେ ଦରକାର। କୁହନ୍ତୁ ଆପଣଙ୍କର ଏଥର କି ସର୍ତ୍ତ ଅଛି? ସର୍ତ୍ତ ତ ଅଛି। ତୁ ନିଜକୁ ବଡ଼ ଚାଲାକ ଭାବୁଛୁ ନା?
ଏଇଥର ଫସଲର ଉପର ଭାଗ ଆଉ ତଳ ଭାଗ ମୋର, ଆଉ ମଝି ଭାଗ ତୋର। କହ, ଏଥର ସର୍ତ୍ତରେ ତୁ ରାଜି ନା? ହଁ ରାଜି ଜମିଦାର ବାବୁ, ଯାହା ଆପଣଙ୍କ ଇଚ୍ଛା। ହଉ ମୁଁ ଯାଉଛି, ମୋତେ ବି ଫସଲ ଲଗାଇବା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ଲୋଭୀ ଜମିଦାର କଥା ଶୁଣି ରାଘବ ଘରକୁ ଯାଇ ଫସଲ ଲଗେଇବାରେ ଲାଗି ପଡ଼ିଲା। ଏଥର ସେ ଆଖୁ ଚାଷ କଲା। ରାଘବ, ଏଥର ଜମିରେ କି ଫସଲ ଲଗେଇଛ? ବାପା, ଏଥର ମୁଁ ଆଖୁ ଚାଷ କରିଛି। ଫସଲ ବି ଭଲ ହୋଇଛି। ଏଥର ବି ଅମଳ ଭଲ ହେବ। କିଛି ଦିନ ପରେ ଲୋଭୀ ଜମିଦାର ଓ ମଙ୍ଗୁ ପୁଣି ରାଘବ ପାଖକୁ ଆସିଲେ। ଆରେ ସାହେବ, ଏଇଥିରେ ରାଘବର ବୁଦ୍ଧି କାମ କରିବନି। ଏଥର ଆପଣ ବଢ଼ିଆ ସର୍ତ୍ତ ରଖିଛନ୍ତି। ଫସଲର ଉପର ଭାଗ ଆପଣଙ୍କର, ଫସଲର ତଳ ଭାଗ ବି ଆପଣଙ୍କର। ବିଲକୁଲ ଠିକ୍ କହିଛ ମଙ୍ଗୁ। ଏଥର ମୁଁ ରାଘବକୁ ପୁରା ଜାଲରେ ପକେଇଛି। ଦେଖିବା ଏଥର ରାଘବ କେମିତି ଜାଲରୁ ବାହାରୁଛି। ଏହିପରି ଭାବରେ ଦୁହେଁ କଥାବାର୍ତ୍ତା ହୋଇ ଜମିରେ ପହଞ୍ଚନ୍ତି। ଆଉ ଯେତେବେଳେ ଜମିରେ ପହଞ୍ଚି ଦେଖନ୍ତି, ଆରେ ସାହେବ, ଏ ରାଘବ ତ ଆପଣଙ୍କଠୁ ବି ଚାଲାକ ବାହାରିଲା। ଦେଖ ତ ଏଥର ସେ କ'ଣ ଲଗେଇଛି। ଆରେ ଏ କ'ଣ? ଇଏ ତ ଆଖୁ। ଏବେ କୁହ ତ, ଉପର ଆଉ ତଳ ଭାଗ ମୋର, ଆଉ ମଝି ଭାଗ ତାର। ଏଥର ଆମେ ବି ଘାସ ପତ୍ର ନେଇ ଘରକୁ ଯିବା। ମୁଁ ଏଥର ବି ବୋକା ବନିଗଲି, ମାନିଗଲି ସେ ଚାଷୀ ଛୁଆକୁ। ଆରେ ଆସନ୍ତୁ ଜମିଦାର ବାବୁ, କେମିତି ଅଛନ୍ତି ଆପଣ? ଆପଣ କ'ଣ କଥା ହେଉଛନ୍ତି ମୋତେ ଟିକେ କୁହନ୍ତୁ। ଆଚ୍ଛା, ତୁ ମୋତେ ଏଥର ବି ବୋକା ବନେଇଦେଲୁ। ମୁଁ ବା କାହିଁକି ଆପଣଙ୍କୁ ବୋକା ବନେଇବି ଜମିଦାର ବାବୁ? ଆପଣ ତ ଦୁନିଆକୁ ବୋକା ବନାଉଛନ୍ତି। ଦେଖ ଜମିଦାର ବାବୁ, ଏଥର ମୁଁ ଆଖୁ ଚାଷ କରିଛି, ଆଉ ଆପଣଙ୍କ ସର୍ତ୍ତ ଅନୁସାରେ ଏଇ ଫସଲର ଉପର ଆଉ ତଳ ଭାଗ ଆପଣଙ୍କର, ଆଉ ମଝି ଭାଗ ମୋର। ଆରେ ଚାଷୀ ଛୁଆ, ଜମିଦାରଙ୍କୁ ଅଧିକ ଚାଲାକି ଦେଖାଇବାକୁ ଚେଷ୍ଟା କରିବନି। ବେଇମାନି ଆଉ ଧୋକା ଦେବାରେ ସେ ଧୁରନ୍ଧର। ଏଇ ଜମି ବି ଆମର, ଆଉ ଏ ଫସଲ ବି ଆମର। ଆରେ ମଙ୍ଗୁ, ଚିଲେଇବା ଦରକାର ନାହିଁ। ଇଏ ମଧ୍ୟ ଆମ କର୍ମର ଫଳ ଲାଗୁଛି। ମୁଁ ସାଧାସିଧା ଏଇ ଗରିବ ଚାଷୀଙ୍କୁ ବହୁତ ଠକିଛି। ଆଜି ପ୍ରଥମ ଥର ଆମ ସହିତ କିଏ ଲଢ଼ିବାକୁ ଚେଷ୍ଟା କରିଛି, ଆଉ ଏ ଛୁଆଟି ମୋ ଆଖି ଖୋଲି ଦେଇଛି। ମୁଁ ବୁଝିସାରିଛି, ଏବେ ମୁଁ ଆଉ କୌଣସି ଚାଷୀଙ୍କୁ ହଇରାଣ କରିବିନି। ସମସ୍ତଙ୍କୁ ତାଙ୍କ ପରିଶ୍ରମର ସମାନ ଟଙ୍କା ଦେବି। ଯେତେ ବି ଚାଷୀଙ୍କ ଜମି ମୋ ପାଖରେ ବନ୍ଧା ଅଛି, ମୁଁ ସବୁ ଫେରେଇ ଦେବି। ଜମିଦାର ବାବୁ, ଆପଣ ବହୁତ ବଢ଼ିଆ କଥା କହିଲେ। ଜଣେ ଚାଷୀ ଦିନ ରାତି ପରିଶ୍ରମ କରି ତା ପରିବାର ପାଇଁ, ତା ପେଟ ପୋଷିବା ପାଇଁ ନା ସେ କେବେ ଭଲ ପୋଷାକ ପିନ୍ଧିପାରେ, ନା ଭଲ ଖାଦ୍ୟ ଖାଇପାରେ। ଦିନ ରାତି ଅନ୍ୟର ପେଟ ଭରିବା ପାଇଁ ସେ ନିଜେ ଭୋକିଲା ରହେ। ଏମିତିରେ ସେମାନଙ୍କୁ ହଇରାଣ କରିବା ଠିକ୍ ନୁହେଁ। ସେମାନଙ୍କର ପରିଶ୍ରମର ଫଳ ତାଙ୍କୁ ମିଳିବା ତ ଦରକାର ନା। ଏହିପରି ଭାବରେ ରାଘବ ନିଜ ବୁଦ୍ଧି ବଳରେ ଲୋଭୀ ଜମିଦାରକୁ ଭଲ ବାଟକୁ ନେଇ ଆସିଲା, ଆଉ ସେ ଜମିଦାର ସବୁ ଚାଷୀଙ୍କୁ ତାଙ୍କ ଜମି ଓ ଟଙ୍କା ଫେରାଇ ଦେଲା। ସେହି ଦିନଠୁ ସେ ଗାଁରେ ସବୁ ଚାଷୀ ଖୁସିରେ ଅଛନ୍ତି। ତ ବନ୍ଧୁମାନେ, କାହାଣୀଟି ଯଦି ଭଲ ହୋଇଛି ତେବେ ଲାଇକ୍ କରନ୍ତୁ ଓ ଏମିତି ମଜାଦାର କାହାଣୀ ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ତ ଭେଟ ହେବା ଏକ ନୂଆ କାହାଣୀରେ। ସେ ପର୍ଯ୍ୟନ୍ତ ଆପଣ ଖୁସିରେ ରୁହନ୍ତୁ। ଧନ୍ୟବାଦ।